ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଗିହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ଓ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଗିହିବାକୁ ଚାହୁଁଛନ୍ତି ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। 250 ଗ୍ରାମ କ୍ଷୀର ନିଅନ୍ତୁ। ଏଥିରେ 2ଟି ପାଚିଲା କଦଳୀକୁ ଖଣ୍ଡ ଖଣ୍ଡ କରି କାଟି ପକାଇ ଦିଅନ୍ତୁ। 1 ଚାମଚ କିସମିସ ପକାନ୍ତୁ ଓ 2ଟି ଗୁଜୁରାତିର ଦାନାକୁ ପକାନ୍ତୁ ଓ ଏସବୁକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିନିଅନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ରାତିରେ ଖାଇବାର 1 ଘଣ୍ଟା ପରେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ କରିବାର ସମୟ ବଢ଼ିବା ସହିତ ଗୁପ୍ତାଙ୍ଗ ରାତିସାରା ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହିତ ସମ୍ଭୋଗ କରିସାରିବା ପରେ ଏହି 2ଟି ଖରାପ ବ୍ୟବହାର କରିଥାନ୍ତି ତେବେ ବୁଝିଯାଆନ୍ତୁ କି ସେ ପରପୁରୁଷ ସହିତ ଚୋଡ଼ି ଖୋଲି ଗିହା ଖାଉଛନ୍ତି ବୋଲି। ପ୍ରଥମତଃ ହେଉଛି ସମ୍ଭୋଗ କରିସାରିବା ପରେ ଆପଣଙ୍କୁ ଇଜ୍ଜତ ଦେବେ ନାହିଁ। ଦ୍ୱିତୀୟରେ ଆପଣଙ୍କ ପାଖରେ ଆପଣଙ୍କ ଠାରୁ ଅନ୍ୟ କେଉଁ ପୁରୁଷର ଅଧିକ ପ୍ରଶଂସା କରିବେ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ କୌଣସି ମହିଳାଙ୍କ ପିଛାକୁ ଜୋର ଜୋର ଚିପିବା ଦ୍ୱାରା ସେହି ମହିଳାଙ୍କୁ ଅତ୍ୟଧିକ ଆନନ୍ଦ ମିଳିଥାଏ। ସାଇକୋଲୋଜି କହିଥାଏ ଅଧିକ ଲାଲ ବସ୍ତ୍ର ପିନ୍ଧୁଥିବା ମହିଳା ଶାରୀରିକ ସମ୍ପର୍କ ବନାଇବା ପାଇଁ ସବୁବେଳେ ଉତ୍ତେଜିତ ହୋଇ ରହିଥାନ୍ତି। ସାଇକୋଲୋଜି କହିଥାଏ ଯଦି ପୁରୁଷ ନିଜର ବାଣ୍ଡଟି ଉପରେ ଅଧା ଚାମଚ ପିଆଜ ଓ ଅଧା ଚାମଚ ରସୁଣର ରସକୁ ମିଶାଇ ମାଲିସ କରନ୍ତି ତେବେ ଗିହିବା ସମୟରେ ମାଣ୍ଡଟି ଶକ୍ତ ହେବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୋଇ ମଧ୍ୟ ରହିଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ପରିସ୍ଥିତି ବିପରୀତ ହୋଇଥାଏ ସେତେବେଳେ ପ୍ରଭାବ ଓ ପଇସା ନୁହେଁ ସ୍ୱଭାବ ଓ ସମ୍ପର୍କ କାମରେ ଆସିଥାଏ। ସାଇକୋଲୋଜି କହିଥାଏ ସାପ ଯଦି ଘରେ ଦେଖାଦିଏ ଲୋକମାନେ ମାରି ଦେଇଥାନ୍ତି ଓ ଯଦି ଶିବଲିଙ୍ଗ ଉପରେ ଦେଖାଦିଏ ସମ୍ମାନ କରିଥାନ୍ତି। ସେହିଭଳି ଭାବରେ ଲୋକମାନେ ସମ୍ମାନ ଆପଣଙ୍କର ନୁହେଁ ଆପଣଙ୍କ ସ୍ଥିତି ଓ ସ୍ଥାନର କରିଥାନ୍ତି। ସାଇକୋଲୋଜି କହିଥାଏ ଶବ୍ଦ ବି ବଡ଼ ଅଜବ ଜିନିଷ ହୋଇଥାଏ। ଯଦି ଭଲ କୁହନ୍ତି ତ ଲୋକମାନେ ମିତ୍ର ବନିଯାଇଥାନ୍ତି ଓ ଯଦି ଖରାପ କୁହନ୍ତି ତ ଲୋକମାନେ ଶତ୍ରୁ ବନି ଯାଇଥାନ୍ତି। ସାଇକୋଲୋଜି କହିଥାଏ ଆପଣଙ୍କ ଲକ୍ଷ୍ୟ ଚେଷ୍ଟା ବି ବେକାର ଅଟେ ଯଦି ଆପଣ ତାହା ନୁହନ୍ତି ଯାହା ସାମ୍ନାବାଲା ଦେଖିବାକୁ ଚାହିଁଥାନ୍ତି।